ଚେନ୍ନାଇ ସହର ଜନଗହଳିରେ ପରିପୂର୍ଣ୍ଣ ଥିଲେ ମଧ୍ୟ ଏହି ସହରରେ ଶେଫାଳୀ ଏକାକୀ। ମେଧାବୀ ଛାତ୍ରୀ ହୋଇଥିବାରୁ ବୃତ୍ତି ପାଇଁ ଇଞ୍ଜିନିୟରିଂ କରିବା ପାଇଁ ଚାଲି ଆସିଛି ଏହି ଦୂର ସହରକୁ ଆଉ ପଛରେ ଛାଡ଼ି ଆସିଛି ତା'ର ଛୋଟ ଗାଁକୁ। କିନ୍ତୁ ନିଜକୁ ଢାଳି ପାରିନାହିଁ ଏହି ସହରର ଚାକଚକ୍ୟରେ। ସେହି ଦୃଷ୍ଟିରୁ 6 ମାସ ବିତିଗଲେ ପଛେ ଗୋଟିଏ ବି ସାଙ୍ଗ ନାହାନ୍ତି ତା'ର କଲେଜରେ। ନିଜର ଖର୍ଚ୍ଚ ସୁରୁଖୁରୁରେ ମେଣ୍ଟାଇବା ପାଇଁ ପ୍ରତିଦିନ ଭଳି ସେଦିନ ଛୋଟ ପିଲାଙ୍କୁ ପଢ଼େଇ ଫେରିବା ସମୟରେ ବିଜୁଳି ସହ ମୂଷଳ ଧାରାରେ ବର୍ଷା ସହ ପବନ ତା'ର ପାଦକୁ ଟାଣି ନେଇ ଯାଉଥିଲା ପଛକୁ। ଏହି ଅନ୍ଧାର ବର୍ଷା ରାତିରେ ଏକୁଟିଆ ଚାଲିବା ଛଡ଼ା ଉପାୟ ନଥିଲା ତା ପାଖରେ କିଛି। କିନ୍ତୁ ଥିଲା ମନରେ ଭୟ। ଅଚାନକ ନିଜର ନାମ ସେହି ଅଜଣା ରାସ୍ତାରେ ଶୁଣିବା ପରେ ଦେଖେ ତ ଗୋଟିଏ ଅଜଣା ପୁଅ ତା ଆଡ଼କୁ ବଢ଼େଇ ଦେଇଥିଲା ସାହାଯ୍ୟର ହାତ। ନିଜ ବାଇକରେ ଛାଡ଼ିବା ପାଇଁ ଅନୁରୋଧ ଥିଲା ସେହି ପୁଅର। କିନ୍ତୁ ଶେଫାଳୀର ଆଶ୍ଚର୍ଯ୍ୟଚକିତ ମୁହଁଟିକୁ ଦେଖି କୁନାଲ ତା'ର କ୍ଲାସମେଟ୍ ପରିଚୟ ଦେବା ପରେ ଶେଫାଳୀ ଗ୍ରହଣ କରିଥିଲେ ସାହାଯ୍ୟର ହାତ। ଆଉ ସଂଯମତାର ସହ ବସିଥିଲା କୁନାଲର ବାଇକ୍ ପଛରେ। ସେହି ବର୍ଷା ରାତିର ବିତେଇଥିବା 15 ମିନିଟ୍ ତାଙ୍କ ହୃଦୟରେ ସୃଷ୍ଟି କରିଥିଲା ଦୁର୍ବଳତା, ରୂପକ ପ୍ରେମ। ଆଉ ସେହି ପ୍ରେମର ପ୍ରଥମ ସ୍ପର୍ଶ କେବଳ କୁନାଲ ନୁହେଁ, ଶେଫାଳୀ ମନ। ପ୍ରେମର ରାମବାଣ କେତେବେଳେ କେଉଁ ମୁହୂର୍ତ୍ତରେ କାହାକୁ ସ୍ପର୍ଶ କରେ ସମସ୍ତେ ଅଜ୍ଞାତ। ଧୀରେ ଧୀରେ ସେହି ଦୁର୍ବଳତା ରୂପକ ପ୍ରେମରେ ଶେଫାଳୀ ଆଉ କୁନାଲର ବନ୍ଧୁତା ଆରମ୍ଭ। ପ୍ରେମର ପ୍ରଥମ ପାହାଚ ହେଉଛି ବନ୍ଧୁତା। ଆଉ ସେହି ବନ୍ଧୁତାକୁ 7 ମାସ ମଧ୍ୟ ବିତିଗଲାଣି। ଉଭୟଙ୍କ ମନ ପ୍ରେମର ରଙ୍ଗରେ ରଙ୍ଗେଇଥିଲେ ମଧ୍ୟ ସାହସ ନଥିଲା କାହାକୁ କହିବା ପାଇଁ ନିଜ ହୃଦୟର କଥା। କେବଳ ଅପେକ୍ଷା ସମୟର। ସେଦିନ କୁନାଲ ରୁମରେ ଜନ୍ମଦିନ ପାର୍ଟି ଥିବାରୁ ସବୁ ସାଙ୍ଗମାନେ ଆସିବା ସହ ଶେଫାଳୀ ମଧ୍ୟ ଆସିଥିଲା ତା'ର ରୁମକୁ। ସମସ୍ତେ ବହୁ ଖୁସିରେ ପାର୍ଟିକୁ ଉପଭୋଗ କରି ଫେରିଗଲା ପରେ ଶେଫାଳୀ ମଧ୍ୟ ବାହାରିଥିଲା ନିଜ ରୁମକୁ ଅଭିମୁଖେ। କିନ୍ତୁ କୁନାଲ ହାତ ଧରି ପକେଇ ଶେଫାଳୀ ବିଗତ ସମୟ ମଧ୍ୟରେ ଜାଣି ସାରିଥିବ ମୁଁ କେମିତି ଆଉ କ'ଣ। ସେହି ବର୍ଷା ରାତିରେ ବିତେଇଥିବା ତମ ସହ ସେଇ 15 ମିନିଟ୍ ବି ଆଜି ମୋ ଆଖିରେ ଆଉ ହୃଦୟରେ। ବଡ଼ ବଡ଼ ପ୍ରତିଜ୍ଞା କରୁନାହିଁ କି ତମକୁ ଆକାଶର ଜହ୍ନତାରା ଆଣି ପାଦ ତଳେ ରଖିଦେବି। କିନ୍ତୁ ଏତିକି କହିବି ଆଜି ଯେତିକି ତୁମକୁ ଭଲ ପାଉଛି ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେମିତି ଭଲ ପାଉଥିବି। ସବୁ ପରିସ୍ଥିତିରେ ମୁଁ ତୁମ ସହ। ଆଇ ଲଭ୍ ୟୁ ଶେଫାଳୀ। ଶେଫାଳୀ ବି ନିଜର ପ୍ରେମକୁ ଲୁଚେଇ ନ ପାରି ଜୋର କରି କୁଣ୍ଢେଇ ଧରି ପକେଇଲା କୁନାଲକୁ। ଖୁସିର ଲୁହ ଗଡ଼ି ଯାଉଥିଲା ଶେଫାଳୀ ଆଖିରୁ। ଆଉ କହି ଚାଲୁଥିଲା ବାରମ୍ବାର ଆଇ ଲଭ୍ ୟୁ କୁନାଲ, ଆଇ ଲଭ୍ ୟୁ କୁନାଲ। ପ୍ରତି ଉତ୍ତରରେ କୁନାଲ ଖୁସି ହେଇଯାଇ ଟିକେ ଜୋର କରି ଜାବୁଡ଼ି ଧରି ପକେଇଲା ବେଳେ ଶେଫାଳୀକୁ ନିଜର ଖୁସିକୁ ସେଇଠି ସୀମିତ ରଖି ଶେଫାଳୀ ବାହାରି ଆସିଥିଲା କୁନାଲର ବାହୁର ବନ୍ଧନରୁ। କୁନାଲ କିନ୍ତୁ ପୁନର୍ବାର ପାଇଁ ଧରି ପକେଇବା ପରେ ଶେଫାଳୀକୁ କୁନାଲର ଶରୀରର ସ୍ପର୍ଶ ପାଇ ନିଜ ପଥର ଭଳି ଶରୀରକୁ ତାଙ୍କ ପ୍ରେମର ମହକରେ ତରଳ କରି ଦେଇଥିଲା ମହକ ଭଳି। ଧୀରେ ଧୀରେ କୁନାଲ ମଥାରେ ଛୋଟ ଚୁମ୍ବନ ସହ ଦୁଇ ଆଖିରେ ଗାଲରେ ଆଉ ତା ପରେ ଛୋଟ ସରୁ ଓଠରେ ଦେଇଥିଲା ତା'ର ପ୍ରଥମ ଚୁମ୍ବନ। ଆଉ ସେହି ଚୁମ୍ବନରେ ପ୍ରେମର ନିଆରା ଅନୁଭବକୁ ଅନୁଭୂତ କରିବା ସହ ତାଙ୍କ ଶରୀରରେ ଖେଳି ଯାଇଥିଲା ରୋମାଞ୍ଚକର ଶିହରଣ। ଆଉ ସେହି ଶିହରଣରେ ନିଜକୁ ନିୟନ୍ତ୍ରଣ କରି ନ ପାରି କୁନାଲ ଆଉ ଶେଫାଳୀର ଦୁଇ ଆତ୍ମା ପାଲଟି ଯାଇଥିଲା ଗୋଟିଏରେ। ପ୍ରେମରେ ଥିଲେ ସେମାନେ ମତୁଆଲ। ତାଙ୍କର ଦୁଇ ମନ, ଦୁଇ ଶରୀର, ଦୁଇ ଆତ୍ମା ଏବେ ଏକ। ବିଶ୍ୱାସ ରୂପକ ପ୍ରେମର ଦୁହିଁଙ୍କ ମନ ବନ୍ଧା ହେଇଗଲା ଯେମିତି। ଧୀରେ ଧୀରେ ସମୟ ଗଡ଼ିବା ସହ ଉଭୟଙ୍କ ପ୍ରେମ ବି ମଜବୁତ। କୁନାଲ ସର୍ବଦା ଶେଫାଳୀ ପାଖେ ପାଖେ ତା ଛାୟା ଭଳି। କିନ୍ତୁ ଶେଫାଳୀ ଆଜି ବହୁତ ଅସ୍ଥିର। ବହୁତ ଥର କୁନାଲ ପଚାରିଲେ ମଧ୍ୟ ସେ ଚୁପ୍। କହି ଚାଲିଛି କଲେଜ ଛୁଟି ପରେ ଅଛି କିଛି କଥା। କୁନାଲର ଅପେକ୍ଷା ଛଡ଼ା ଅନ୍ୟ ଗତି ମଧ୍ୟ ନାହିଁ। ଶେଷରେ କଲେଜ ଛୁଟି ପରେ ଶେଫାଳୀ କୁନାଲ ହାତକୁ ବଢ଼େଇ ଦେଲା ଗୋଟିଏ ରିପୋର୍ଟ। ତାକୁ ଦେଖିବା କ୍ଷଣି କୁନାଲ କିଛି ନ କହି ଚୁପ୍ କରି ଚାଲିଗଲା। ପ୍ରତି ଉତ୍ତରରେ କିଛି ନ କହି। କିନ୍ତୁ ଶେଫାଳୀ ନିଜ ମନକୁ ବୁଝେଇ
ଅପେକ୍ଷା କରିଥିଲା କୁନାଲକୁ ସେହି ସ୍ଥାନରେ। ଦିନ ଯାଇ ସନ୍ଧ୍ୟା ବି ଗଡ଼ି ଆସିଲାଣି। ମନରେ ଭୟ, କୁନାଲ ତାକୁ ଅଧା ରାସ୍ତାରେ ପର କରି ଚାଲିଯିବ ନାହିଁ ତ? ତାଙ୍କ ପ୍ରେମର ସମାପ୍ତି କ'ଣ ଏଇଠି? ମନରେ ଅସରନ୍ତି ପ୍ରଶ୍ନ। ବିଶ୍ୱାସ ସହ ଅବିଶ୍ୱାସର ଲଢ଼େଇ ବହୁ ଜୋର ଚାଲିଥାଏ ମନ ଭିତରେ। କିନ୍ତୁ ଶେଫାଳୀ ହୃଦୟ ଜାଣିଛି କୁନାଲ ଫେରିବ ନିଶ୍ଚିତ ଭାବରେ। ଏହି ସମୟରେ କୁନାଲ ଦୌଡ଼ି କରି ଆସି ଆଖି ବନ୍ଦ କରି ଶେଫାଳୀ, କ'ଣ ପାଇଁ? ଆରେ ବନ୍ଦ କର ତ, ଗୋଟିଏ ସରପ୍ରାଇଜ୍, ଜଲ୍ଦି କର ତ। ଶେଫାଳୀ ଆଖି ବନ୍ଦ କଲା। କୁନାଲ ତା'ର ସରପ୍ରାଇଜ୍ ହାତରେ। କିଛି ସମୟ ପରେ ଶେଫାଳୀ ଆଖି ଖୋଲିବାରୁ ଖୁବ୍ ଜୋରରେ କାନ୍ଦି ଉଠିଲା ଆଉ ଜୋର କରି ଧରି ପକାଇଲା କୁନାଲକୁ। ସେଇ ଛୋଟ ଛୁଆର ଡ୍ରେସ୍ଟିକୁ ଦେଖି ଶେଫାଳୀ ଆଖିରୁ ଧାର ଧାର ଲୁହ। ବିଶ୍ୱାସ ନଥିଲା ତାକୁ ଏମିତି କିଛି କୁନାଲ ତା' ପାଇଁ କରିପାରିବ। କୋହଭରା ସୁରରେ ଶେଫାଳୀ, ମୁଁ ଭାବିଲି ତମେ ଛାଡ଼ି କରି ଚାଲିଗଲ, କିନ୍ତୁ ମୁଁ ସମ୍ପୂର୍ଣ୍ଣ ଭୁଲ। ତମ ପ୍ରେମ ସତରେ ଶାଶ୍ୱତ। ମୁଁ କେବେ ଭାବି ନଥିଲି ତମେ ଏମିତି କିଛି କରିବ। ଆରେ ପାଗଳୀ, ମୁଁ ବାପା ହେବି, କେମିତି ଖୁସି ହେବି ନାହିଁ? ଜାଣିଛ, ସେଦିନ ତମ ସହ ବିତେଇଥିବା ମୁହୂର୍ତ୍ତ ଆଜି ତମ କୋଳରେ। ଆମ ପ୍ରେମର ପ୍ରତୀକ ସିଏ। ସେଥିପାଇଁ ତ ପ୍ରଥମ ଥର ଭାବେ ନିଜ ଛୁଆ ପାଇଁ ନିଜ ପରିଶ୍ରମରେ ଆଣିଥିଲି ଏହି ଡ୍ରେସ୍ ଖଣ୍ଡକ। ବ୍ୟସ୍ତ ହୁଅ ନାହିଁ, ମୁଁ ଘରେ କହି ସବୁ ଠିକ୍ କରିଦେବି, କିନ୍ତୁ ସମୟ ଦରକାର ମୋତେ। ଶେଫାଳୀ ବହୁତ ଖୁସି ଥିଲା କୁନାଲର ଏହିଭଳି ବ୍ୟବହାରରେ। ଧୀରେ ଧୀରେ ତାଙ୍କ ପ୍ରେମ ଦ୍ୱିଗୁଣ ହେଇ ଚାଲିଥିବା ସମୟରେ କୁନାଲ ଅପେକ୍ଷା କରିଥିଲା ଠିକ୍ ସମୟ, ଯେବେ ସେ ଘରେ କହିବ। କିନ୍ତୁ ଘରେ କହିବା ପୂର୍ବରୁ ଗର୍ଭବତୀର 2 ମାସରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଶେଫାଳୀର ଛୁଆ ତାଙ୍କ ଦୁହିଁଙ୍କୁ ଛାଡ଼ି ଚାଲିଯାଇଥିଲା ସବୁଦିନ ପାଇଁ। ତାଙ୍କ ପ୍ରେମର ପ୍ରତୀକ ଏବେ ନାହିଁ ତାଙ୍କ ପାଖରେ, କିନ୍ତୁ ସେମାନେ ମନସ୍ଥ କଲେ ଯେ ଯେତେ ଦୂରରେ ଥିଲେ ମଧ୍ୟ ଆଜିର ଦିନରେ ଏହି ମନ୍ଦିରରେ ଆସି ଦୀପ ଜାଳିବେ ସେମାନେ। ତା'ପରେ ସବୁ ଠିକ୍ ଠାକ୍ ଚାଲୁଥିଲା। କିନ୍ତୁ ଧୀରେ ଧୀରେ କୁନାଲର ବ୍ୟବହାରରେ ପରିବର୍ତ୍ତନ। ଧୀରେ ଧୀରେ ଦୂରେଇ ଯାଉଥିଲା ସେ ଶେଫାଳୀ ପାଖରୁ। ଶେଫାଳୀ ଯେତେ ଚେଷ୍ଟା କଲେ ମଧ୍ୟ କୁନାଲ କିଛି ବୁଝିବାକୁ ନାରାଜ। ଧୀରେ ଧୀରେ ତା'ର କ୍ଲାସରେ ଅନୁପସ୍ଥିତ ଶେଫାଳୀ ତା'ର ରୁମ୍କୁ ଗଲେ ମଧ୍ୟ ସେଠି ତାଲା। କୁନାଲ ତା'ପରେ ଉଭା ହେଇ ଯାଇଥିଲା ଚେନ୍ନାଇ ସହରରୁ। ନା ଥିଲା ଖୋଜ, ନା ଖବର। ଶେଫାଳୀ ଭାଙ୍ଗି ପଡ଼ିଥିଲା ସେଇ ସବୁ କଷ୍ଟକୁ ଦେଖି। ବୁଝିପାରୁନଥିଲା କ'ଣ ହେଲା ଯେ କୁନାଲ ଏତେ ପରିବର୍ତ୍ତନ ହେଇଗଲେ। ତା'ର ପ୍ରେମ କ'ଣ ଥିଲା କେବଳ ଶାରୀରିକ ସମ୍ପର୍କ? ନା ଥିଲା ସେଥିରେ ଆନ୍ତରିକତା? କୁନାଲ କ'ଣ ତାକୁ ପ୍ରେମ କରୁନଥିଲା? କେବଳ ଦେହର ବାସନା ପୂରଣ ହେଲା ପରେ ଛାଡ଼ିଗଲା ସେ? ପ୍ରେମରେ ଏତେ ବଡ଼ ଧୋକା ପାଇ ଭାଙ୍ଗି ପଡ଼ିଥିଲେ ମଧ୍ୟ ନିଜ ଆଡ଼କୁ ବଢ଼ିବାର ଅଛି ଭାବି ପାଠପଢ଼ାରେ ମନ ଦେଲା ଶେଫାଳୀ। ଦେଖୁ ଦେଖୁ ଗୋଟିଏ ବର୍ଷ ଅତିକ୍ରମ ହେଇଗଲା। ସେହି ଗୋଟିଏ ବର୍ଷ ଭିତରେ ନା କୁନାଲକୁ ଦେଖିଛି, ନା ତା' ବିଷୟରେ କିଛି ଶୁଣିଛି। ଆଉ ଆଜି ସେହି ଦିନ ଥିଲା ମଧ୍ୟ ଯେବେ ସେମାନେ ହରେଇଥିଲେ ତାଙ୍କ ପ୍ରେମର ପ୍ରତୀକକୁ। ନିଜ କଥାକୁ ରଖି ଶେଫାଳୀ ଯାଇଥିଲା ସେହି ମନ୍ଦିରକୁ ଦୀପ ଜାଳିବା ନିମନ୍ତେ। କିନ୍ତୁ ଆଖି ଖୋଜୁଥିଲା କୁନାଲକୁ। ବିଶ୍ୱାସ ଥିଲା କୁନାଲ ଆସିବ, କିନ୍ତୁ ଆଜି କୁନାଲ ନୁହେଁ, ତା'ର ବନ୍ଧୁ ଆସିଛି ଦୀପ ଜାଳିବା ପାଇଁ। ମନରେ ଅନେକ ପ୍ରଶ୍ନ, ଆଉ ସବୁ ପଚାରି ଚାଲିଥିଲା ତା'ର ସେହି ବନ୍ଧୁକୁ। ବହୁ ସମୟ ଚୁପ୍ ପରେ ତା'ର ବନ୍ଧୁ କହିଥିଲା, କୁନାଲ ଏବେ ମେଡିକାଲରେ, ତାକୁ କ୍ୟାନ୍ସର। ଶେଫାଳୀ ନିଜକୁ ଆଉ ସେଇଠି ଅଟକେଇ ପାରିଲା ନାହିଁ। ଲୁହ ଧାର ଧାର ଆଖିରେ ପହଞ୍ଚିଗଲା କୁନାଲ ପାଖରେ। ଆଉ କୁନାଲ ବି ଶେଫାଳୀକୁ ଦେଖି ମୁହଁ ବୁଲେଇ ଶୋଇବାର ଅଭିନୟ କଲା ସମୟରେ, ଶେଫାଳୀ, ତମକୁ ଅଭିନୟ ଶୋଭା ପାଉନାହିଁ କୁନାଲ। ଆଉ କେତେ ଦିନ ମୋତେ ଲୁଚେଇବ? ତମେ କ'ଣ ଭାବିଲ ମୋ ପ୍ରେମ ଏତେ ତୁଚ୍ଛ? ତମର ଏହି ଅବସ୍ଥାରେ ଛାଡ଼ି ଚାଲିଯିବି ମୁଁ? କେମିତି ଭାବିଲ ମୋତେ ଛାଡ଼ି ଚାଲିଗଲେ ମୁଁ ଭୁଲିଯିବି ତମକୁ? ପ୍ରତିଟି ମୁହୂର୍ତ୍ତ ତମ ଚିନ୍ତାରେ, ତମ ଭାବନା ଭିତରେ। କେତେ ଖୋଜିଛି ମନେ ମନେ ତମକୁ। କେତେ ରାତି ଅନିଦ୍ରାରେ ବିତିଥିବ, ହିସାବ ନାହିଁ ମୋର। ନା ଭୁଲିଛି ତମ ପ୍ରେମକୁ, ନା ତମ ସହ ବିତେଇଥିବା ମୁହୂର୍ତ୍ତକୁ। ଆଉ ତମେ? ଏଥିପାଇଁ କରିନାହିଁ ଯେ ତମକୁ ଭଲ ପାଉଛି। ଏଥିପାଇଁ କରିଛି କାରଣ ତମକୁ କେବଳ ଭଲ ପାଉଛି। ଯଦି ତମେ ନୁହେଁ, ତାହେଲେ ମୋ ପାଖରେ ଆଉ କେହି ନୁହେଁ।
ଆଉ କେହି ନୁହେଁ ଯଦି କେବଳ ମୁଁ, ତାହେଲେ ତୁମେ କହିଲ ନାହିଁ କ'ଣ ପାଇଁ? କ'ଣ ବିଶ୍ୱାସ ନଥିଲା ମୋ ପ୍ରେମ ଉପରେ? ବଳିଦାନର ଅର୍ଥ କ'ଣ କେବଳ ତୁମକୁ ଜଣା? ମୁଁ ତା ହେଲେ କ'ଣ? ନାହିଁ ଶେଫାଳୀ, ସେମିତି କୁହ ନାହିଁ। ତୁମେ ମୋ ପାଇଁ ସବୁକିଛି। ବିଶ୍ୱାସ ଥିଲା ଆମ ପ୍ରେମ ଉପରେ, କିନ୍ତୁ କମ୍ ସମୟର ମଣିଷ ମୁଁ। ଆଉ ସେହି ମଣିଷ ପାଇଁ ତୁମେ ତୁମର ଜୀବନକୁ ଜଳାଞ୍ଜଳି ଦେଲେ ମୁଁ ମରିଯିବି ତିଳ ତିଳ ହୋଇ। ଶେଫାଳୀ ଅଭିମାନ ସହ କୁନାଲ ପାଟିରେ ହାତ ଦେଇ, ତୁମେ କ'ଣ କହୁଛ? କିଛି ହେବ ନାହିଁ ତମର। ବିଶ୍ୱାସ ଥିଲେ ସବୁକିଛି ଠିକ୍ ହୋଇଯିବ। ତୁମକୁ ନିଜ ପାଇଁ ନୁହେଁ, ତୁମ ଶେଫାଳୀ ପାଇଁ ଏହି ଜୀବନ ସହ ସଂଗ୍ରାମ କରିବାକୁ ପଡ଼ିବ। ତୁମକୁ ଆମ ପ୍ରେମ ପାଇଁ ବଞ୍ଚିବାକୁ ପଡ଼ିବ। ତୁମକୁ ମୋ ପାଇଁ ବଞ୍ଚିବାକୁ ପଡ଼ିବ। ତୁମ ବିନା ମୁଁ ଅଧୁରା। ଏତିକି କହି ଶେଫାଳୀ ବହୁ ଜୋର କରି ଧରି ପକାଇଲା କୁନାଲକୁ। ତାରି ଆଖିରୁ ଲୁହ ଝରି ଯାଉଥିଲା ଝରଝର ହୋଇ। ଆଶା ବହୁତ କମ୍ ଥିଲେ ମଧ୍ୟ ବିଶ୍ୱାସ ଥିଲା ଶେଫାଳୀର। ବିଶ୍ୱାସ ଆଗରେ ବି ହାର ମାନିଯାଆନ୍ତି ଭଗବାନ। ପ୍ରାୟ 10 ବର୍ଷ ପରେ ରୁମ୍ରେ ଶୁଭୁଥିଲା ସାଇ ସିଧି ଡାକ ସହ ଖିଲିଖିଲି ହସ। କୁନାଲ ଆଉ ଶେଫାଳୀର ଯାଆଁଳା ପୁଅ ଝିଅ। କୁନାଲ ନିଜ ସହ ସଂଗ୍ରାମ କରି ବିଜୟ ହେଇ ଫେରି ଆସିଛି ଶେଫାଳୀ ପାଖକୁ। ଶେଫାଳୀର ବିଶ୍ୱାସ ଜିତିବା ସହ ତାଙ୍କ ପ୍ରେମର ମଧ୍ୟ ବିଜୟ ହୋଇଛି।